লজ্জা ও পরিতাপর বিষয়। তুমি মানে নিজ নিজ ভিতরে এ কଣ କରୁଛ? যুদ্ধ, ନରହତ୍ୟା। ମୁଁ ତୁମ୍ଭମାନଙ୍କୁ ବାରମ୍ବାର କହିଛି, ଯୁଦ୍ଧ ହିଂସା ସବୁ କିଛିର କାରଣ ନୁହେଁ। ତୁମ୍ଭେମାନେ ନିଜ ନିଜ ଭିତରେ ଉତ୍ତମ ସମ୍ପର୍କ ପ୍ରତିଷ୍ଠା କର। ଏହାର ପରିଣତି କଣ? ମହାରାଜ, ଯୁଦ୍ଧ ମୁଁ କରିନଥିଲି। ପ୍ରଥମେ এই ବୀରବର ସିଂହ ଯୁଦ୍ଧର ଆହ୍ୱାନ ଦେଲେ। ନା ମହାରାଜ, ମୁଁ ଯୁଦ୍ଧ କରିବା ପାଇଁ ବାଧ୍ୟ ହେଲି। ଯେତେବେଳେ ମୋ ଜଣେ ମଲ୍ଲ ଯୋଦ୍ଧାକୁ ଏଇ ଶ୍ରୀଧର ସିଂହର ସମସ୍ତ ଲୋକ ମିଶି ମାରିଲେ, ସେତେବେଳେ ମୋ ପାଖରେ ଅନ୍ୟ କିଛି ଉପାୟ ନଥିଲା ମହାରାଜ। এই ଶ୍ରୀଧର ସିଂହ ମଲ୍ଲ ଯୁଦ୍ଧର ସମସ୍ତ ନିୟମକୁ ଉଲ୍ଲଂଘନ କରିଛନ୍ତି। ନିଜ ସଂଯମରେ କଥାବାର୍ତ୍ତା କର। କଣ? ନିୟମର କୌଣସି ଉଲ୍ଲଂଘନ କରାଯାଇନି। ଆରେ ଯୋଦ୍ଧାମାନଙ୍କ ସହ ଯୋଦ୍ଧାମାନେ ଲଢୁଥିଲେ, କିନ୍ତୁ ତୁମେ ହିଁ ପ୍ରଥମେ ଯୁଦ୍ଧର ଆହ୍ୱାନ ଦେଲ। ଆଚ୍ଛା, ଜଣେ ଯୋଦ୍ଧା ସହ 2 ଜଣ ଯୋଦ୍ଧା ଲଢିବା କି ପ୍ରକାରର ନିୟମ? ନିୟମ ରୁହନ୍ତୁ ଆପଣମାନେ। ମହାରାଜ, ଯୁଦ୍ଧର ଅର୍ଥ କଣ ଜାଣ ସମସ୍ତେ? ସୈନ୍ୟବାହିନୀ ରଖାଯାଏ ଶତ୍ରୁ ଆକ୍ରମଣରୁ ଦେଶକୁ ରକ୍ଷା କରିବା ପାଇଁ। ଶତ୍ରୁ ସହ ଯୁଦ୍ଧ କରାଯାଏ। ନିଜର ଅହଙ୍କାର ପାଇଁ ନିଜ ଭିତରେ ଯୁଦ୍ଧ କରାଯାଏନି। ମୋର ପିତାଙ୍କ ଅମଳରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ଓ ଏକମ୍ର କ୍ଷେତ୍ରରେ ଲିଙ୍ଗରାଜ ମନ୍ଦିର ନିର୍ମାଣ କରାଗଲା। ଲୋକମାନେ ଧର୍ମ ମାର୍ଗରେ ଆକୃଷ୍ଟ ହୋଇ ହିଂସା ଭୁଲିଯିବେ। କିନ୍ତୁ ଏ କ୍ଷେତ୍ରରେ ଆପଣମାନେ କଣ କଲେ? ଯୁଦ୍ଧ। ଆଜି ଏଠି କ୍ଷତାକ୍ତ ହୋଇଥିବା ସୈନ୍ୟମାନଙ୍କ ପାଇଁ ଦାୟୀ କିଏ? ମହାରାଜ, ଯିଏ ନିଜର ଅହଙ୍କାର ପାଇଁ ଯୁଦ୍ଧ କରିପାରେ ସିଏ ବନ୍ଧୁ ନୁହେଁ ମହାରାଜ, ସିଏ ଗୋଟେ ଶତ୍ରୁ। ମୁଁ କିନ୍ତୁ ତୁମ୍ଭମାନଙ୍କୁ ଶତ୍ରୁତା ଭୁଲି ସମ୍ପର୍କ ସୃଷ୍ଟି କରିବାର ଆହ୍ୱାନ ଦେଇଥିଲି। ହଁ ମହାରାଜ, ଆମେ ମଧ୍ୟ ଆପଣଙ୍କ ନିୟମକୁ ପାଳନ କରିଥିଲୁ। ମୁଁ ସ୍ୱୟଂ ଲିଙ୍ଗରାଜ ମହାପ୍ରଭୁଙ୍କୁ ସାକ୍ଷୀ ରଖି ମୋର ଏକମାତ୍ର କନ୍ୟାର ବିବାହ ଏଇ ଶ୍ରୀଧର ସିଂହର ପୁତ୍ର ସହ କରିବା ଲାଗି ସତ୍ୟ କରିଥିଲି। କିନ୍ତୁ ଆଜିର ଏ ଘଟଣା ପରେ ମୁଁ ଅନୁଭବ କରୁଛି ମହାରାଜ, ଏଭଳି ଜଣେ ଦୁରାଚାରୀ ବ୍ୟକ୍ତିର ପୁତ୍ର ସହ ନିଜ କନ୍ୟାର ବିବାହ କରିବା ଅପେକ୍ଷା ନିଜ କନ୍ୟାର ତଣ୍ଟି ଚିପି ହତ୍ୟା କରିବା ଶ୍ରେୟସ୍କର ହେବ। ମହାରାଜ, ଏହା କଣ ସମାଧାନର ମାର୍ଗ? ମହାରାଜ, ମୋ ରାଜ୍ୟରେ ତୁମେ 2 ଜଣ ସାମନ୍ତ ରାଜା ହୋଇ ନିଜ ଭିତରେ ଉତ୍ତମ ସମ୍ପର୍କ ରଖିପାରିବ ନାହିଁ। ନା ମହାରାଜ, ତା ଆଉ କଦାପି ସମ୍ଭବ ନୁହେଁ ମହାରାଜ, କଦାପି ସମ୍ଭବ ନୁହେଁ। ହଁ ମହାରାଜ, ତା ଆଉ କଦାପି ସମ୍ଭବ ନୁହେଁ ମହାରାଜ। ତେବେ ଠିକ ଅଛି, ତୁମ ଦୁହିଁଙ୍କୁ ଦାୟିତ୍ୱରୁ ବଦଳାଇବା ତ ବର୍ତ୍ତମାନ ସମ୍ଭବ ନୁହେଁ।
পরবর্তী সময়ে মু এর নিষ্পত্তি নেবি। মন্ত্রী মহাশয়। মহারাজ, এ দুহিଙ୍କ ক্ষেত্র সীমাକୁ ନିର୍ଦ୍ଧାରଣ କର। ଏ ଦୁହିଙ୍କ କ୍ଷେତ୍ର ସୀମାକୁ ପୃଥକ କରୁଛି ଦୟା ନଦୀ। ସେଇଠାରେ ଆମର ସୈନ୍ୟମାନେ ଜଗି ରହିବେ। ତାଙ୍କର ବିନା ଅନୁମତିରେ କେହି ଯେମିତି କାହା କ୍ଷେତ୍ର ସୀମାକୁ ପ୍ରବେଶ ନ କରନ୍ତି। ଆଉ ଏଥିରେ ଯିଏ ଅନ୍ୟଥା ସୃଷ୍ଟି କରିବ, ମୁଁ ତା ପ୍ରତି କଠୋର ଦଣ୍ଡ ବିଧାନ କରିବି। ମହାରାଜ, ତେବେ ଠିକ ଅଛି, ଆପଣଙ୍କ ଏହି ନିର୍ଦ୍ଦେଶ ନିଶ୍ଚୟ ପାଳନ କରାଯିବ। ଏବେ ଆପଣ ଦୁହେଁ ଆସିପାରନ୍ତି। ଯାଆନ୍ତୁ। ଯଥାଜ୍ଞା ମହାରାଜ। ସେଦିନ ରାତ୍ରିରେ ଦେଖିଥିବା ସ୍ୱପ୍ନ ଆଜି ସତ୍ୟ ହେବାକୁ ଯାଉଛି ମହାମନ୍ତ୍ରୀ। ଏ ସବୁର ପରିଣାମ ତୁମ ଦୁହିଁଙ୍କୁ ଅବଶ୍ୟ ଭୋଗିବାକୁ ପଡ଼ିବ। ମହାରାଜ, ଅବଶ୍ୟ ଭୋଗିବାକୁ ପଡ଼ିବ। ଅବଶ୍ୟ ଭୋଗିବାକୁ ପଡ଼ିବ। ଏସବୁ କଣ ହେଇଗଲା? ଏତେ ଦିନର ସ୍ନେହ, ଭଲ ପାଇବା ଏଇ ନିମିଷକ ମଧ୍ୟରେ ବଦଳିଗଲା ଶତ୍ରୁତାରେ। ଲିଙ୍ଗରାଜ ମହାପ୍ରଭୁଙ୍କ ଆଗରେ କରିଥିବା ପ୍ରତିଜ୍ଞା ସବୁ କିଛି ଧୂଳିସାତ ହେଇଗଲା। ଦୟା ନଦୀ ବିଚ୍ଛିନ୍ନ କରିଦେଲା ଏଇ ଦୁଇ ରାଜ୍ୟର ସମ୍ପର୍କକୁ। କଣ କରିବି? ଗୌରୀ ତ ଆସୁନାହିଁ ଚାଟଶାଳୀକୁ। କେମିତି ଦେଖାହବ ତା ସହିତ? କେମିତି ଦେଖାହବ ତା ସହିତ? କେମିତି? ସୁଦାମ, କି ଲାଭ ଆଉ ଚାଟଶାଳାରେ? ଯାହାର ଆକର୍ଷଣ ପାଇଁ ଏ ଚାଟଶାଳା ମତେ ନିଜର କରିଥିଲା, ସେ ତ ଆଉ ଆସୁନାହିଁ। ତା ଛଡା ଆଉ କାହା କଥା? ସିଏ ମୋ ଆତ୍ମାରେ ମିଶି ଯାଇଛି। ତା ବିନା এই জগতটা শূন্য লাগুছে রে, শূন্য লাগুছে। তু গৌরীকে ভুলি যা রে কেদার, নহলে বহুত দুঃখ পাইবু। কথা মা, তু গৌরীকে ভুলি যা গৌরী। କାହିଁକି ବସନ୍ତ ହୋଇ ଆସିଥିଲା ମୋ ଜୀବନରେ? କାହିଁକି ଅନୁରାଗର ଫୁଲଟିଏ ହୋଇ ଫୁଟିଥିଲା ମୋ ଆବେଗର ଉଦ୍ୟାନରେ? ଆରେ କାହିଁକି ସେ ମତେ ପ୍ରେମ ଜର କରିଦେଲା? ମୋର ଏଇ ଭାବ
ଶ୍ରବଣର ସତ୍ତାକୁ କାହିଁକି କାହିଁକି ସୁଦାମ ସେ ଯିବା ପରେ ଏଠି ଅନେକ ଯାତନା ଖାଲି ହାହାକାର ଲହୁ ଲୁହାଣ ହେଇଯାଉଛି ଛାତିର ସବୁ ବ୍ୟାକୁଳତା ତୁ କହ କେମିତି ବଞ୍ଚିବି ତା ବିନା ତୁ କହ ତାହେଲେ ତାହେଲେ କଣ ତୁ ଚାହୁଁଛୁ ତା ସହ ଥରୁଟେ ଦେଖା କରିବି କଣ ଦେଖା କରିବୁ ହଁ ହେଲେ ତାହା କଣ ସମ୍ଭବ କାହିଁକି ସମ୍ଭବ ନୁହଁ ଆରେ ତୁ ଜାଣୁ ଦୟା ନଦୀ କୂଳରେ ଆମ ରାଜ୍ୟର ଗୋଟିଏ ଲୋକକୁ ସେମାନେ ନଦୀ ଆରକୁ ଯିବାକୁ ଦଉନାହାନ୍ତି ଆଉ ତା ଛଡ଼ା ସେମାନେ ଯଦି ଜାଣିବେ ତୁ ରାଧା ଶ୍ରୀଧର ସିଂହଙ୍କ ପୁଅ ବୋଲି ତାହେଲେ ତ କେବେ ବି ଛାଡ଼ିବେନି କେଦାର ମୁଁ ଏ ବେଶରେ ଗଲେ ସେମାନେ ମତେ ଚିହ୍ନି ପାରିବେ ଯଦି ମୁଁ ଛଦ୍ମ ବେଶରେ ଯାଏ ତାହେଲେ କଣ କହୁଛୁ ତୁ କେଦାର ଟିକେ ଜାଣିପାରୁଛୁ ତ ଆରେ ଯଦି ଧରା ପଡ଼ିଯାଉ ତାହେଲେ କଣ ହବ ନିଜେ ଭାବି ପାରୁଛୁ ତ ମାରିଦେବେ ତ ମାରନ୍ତୁ କ୍ଷତି କଣ କେହି ତ କହିବ ପ୍ରେମ ପାଇଁ ଜଣେ ମରିଗଲା ତାପରେ এই দুই রাজ্য ভিতরে বিপদ আপে আপে কমিଯିବ রে আপে আপে কমিଯିବ না কেদার ମୁଁ ତୋ ଜାଗାରେ ହାତ ଓଢ଼ି ନେଉରାଉଛି କେଦାର ତୁ ଯେ ଭୁଲ କର ନା କେଦାର ତୁ ଯେ ଭୁଲ କର ନା ମୋ କଥା ନ ଶୁଣିବୁ ତାହେଲେ ହଁ ମୁଁ ତୋ ବାପାଙ୍କୁ କହିଦେବି ତତେ ମୋ ଆଡ଼ରେ ସୁଧାମ ତୁ ଏ କଥା କାହାରିକୁ କହିବୁନି କେଦାର ତୋରଟେ କାଲି ଗୌରୀକୁ ଦେଖିକି ଚାଲି ଆସିବି ତୁ ଏ କଥା କାହାକୁ କହିବୁନି ରେ କେଦାର କଥା ଟିକେ ମାନ ତତେ ସାଙ୍ଗରୁ ଜାଣରେ ଏ କଥା କାହାରିକୁ କହିବୁନି କାହାରିକୁ କହିବୁନି କେଦାର ମୋ କଥା ଟିକେ ମୁଁ ଚାଲିଲି ସୁଦାମ ଚାରିଆଡେ ଖୋଜୁଛି ସାନ୍ତାଣୀ ତମେ କୁଆଡେ ଯାଇଥିଲା କି? ଆଜି ପରା ଦ୍ୱିତୀୟା ଓଷା ଦ୍ୱିତୀୟ ବାବନଙ୍କ ପୂଜା ପାଇଁ ଏଇ ଦୟାନଦୀ କୂଳକୁ ଯାଇଥିଲି। ମୁଁ ଆମ ଜେମା ପାଇଁ ଫୁଲମାଳଟିଏ ନେଇ ଯାଇଥିଲି ଯେ ହେଲେ ତାକୁ ତ କୋଉଠି ଦେଖୁନାହିଁ। ବାହାଘର ଭାଙ୍ଗିଗଲା ଦିନଠୁ ତା ମନରେ ଆଉ କଣ ସରାଗ ଅଛି? କୋଉଠି ମୁହଁ ଶୁଖେଇ ବୁଲୁଥିବୁ? ଆଚ୍ଛା ସାନ୍ତାଣୀ ରାଜା ସାନ୍ତା ଆମର କଣ କହୁଛନ୍ତି ବା? କହୁଛନ୍ତି ଝିଅର ସ୍ୱୟଂବର କରିବେ। ଛାଡ ସେ କଥା। ଆଚ୍ଛା ମାଲୁଣି ତୁ ଆଉ ଫୁଲ ନେଇ ନଈ ସେପଟକୁ ଯାଉନୁ କି? ମଲା ଆଉ କଣ ସେ ବେଳ କାଳ ଅଛି?
ଜଗିଛନ୍ତି ହେଇଟି ସାନ୍ତାଣୀ ପଚରା ଉଚରା କଲା ପରେ ଯାଇ ଛାଡ଼ିବି ହେଥିରେ ପୁଣି ନଈର ଅଧା ବାଟ ଯାଇ ତ ନା ଯାଉଛି ଆଉ ଅଧେ ବାଲିରେ ଚାଲିକିରି ଯିବାକୁ ପଡୁଛି ଏ ଲୋକ ବାକ ଯିବା ଆସିବା ବନ୍ଦ ହେଇଯିବାରେ ସନ୍ଧ୍ୟା ଆଗରୁ ନ ଭେଲେ ପରା ନା ମିଳିବନି ଏ ସେଥିପାଇଁ ଏବେ ଖାଲି ହପ୍ତାକୁ ଗୋଟାଏ ଦିନ ଏ ସୋମବାରଟାକୁ ଲିଙ୍ଗରାଜ ପାଇଁ ଫୁଲ ନେଇ ଯାଉଛି ମାଲୁଣି ହେଁ ତୁ ଆସିଲୁ କୁଆଡ଼େ ବା ମତେ ଦେଖ କଣ କହୁଛୁ ଯେ ତୋର ଆଉ କେଦାର ସହିତ ଦେଖା ହଉନି କେଦାର ସାଙ୍ଗରେ ହଁ ଆଲୋ କିନ୍ତି ଦେଖା ହବ ମୁଁ ତୁମର ଦେଉଳରେ ଫୁଲ ଦେଇ ଚାଲି ଯାଉଛି ହେଇଟି ସାନ୍ତାଣୀ ତେମେ ଯଦି କହିବ ତାହେଲେ ଯିବି ହଉ ଏଥର ସୋମବାରକୁ ଗଲାବେଳେ ତାଙ୍କ ଘର ଆଡେ ଟିକେ ବୁଲି ଆସିବୁ ତାଙ୍କ ମତି ଗତି କଣ ଜଣା ପଡିବ ନା କଣ କହୁଛୁ ହଉ ନିଶ୍ଚୟ ଯିବି ତାଙ୍କ ଘରର ମତି ଗତି କଣ ବୁଝି ଆସିବି ହେଲା ହେ ରାଧା ସାନ୍ତିଙ୍କ କଥା କଣ କହୁଛନ୍ତି ତୁ ଯାଇକି ତାଙ୍କ ଘର ଆଡେ ଟିକେ ବୁଲି ଆସିବୁ ଦେଲେ ତାଙ୍କର ହାବ ଭାବ କଣ ଆମେ ଜାଣିପାରିବା ସାନ୍ତାଣୀ ରାଧା ସାନ୍ତିର ଆସିବା ବେଳ ହେଇଗଲାଣି ବା ମୁଁ ଯାଉଛି ହଉ ତୁ ଯା ନିଶ୍ଚୟ ଯିବୁ ତାଙ୍କ ଘର ଆଡେ ଟିକେ ବୁଲି ଆସିବୁ ଆଉଛି ଇନ୍ଦୁମତୀ ଇନ୍ଦୁ ଇନ୍ଦୁ ଆରେ ଆରେ ଇନ୍ଦୁମତୀ ତମେ ଏଇଠି ଛିଡା ହେଇଛ ମୁଁ ତମକୁ ସେପଟେ କେତେ ଡାକିଲିନି କହିଲ ଆରେ ଚାଲ ଆଜି ପରେ ଆମେ ଗୋଟିଏ ବିବାହ ଉତ୍ସବକୁ ଯିବା ମୋର ମନ ଭଲ ନାହିଁ ତୁମେ ଯାଅ ଇନ୍ଦୁମତୀ ଟିକେ ବୁଝିବାକୁ ଚେଷ୍ଟା କର ତୁମେ ଯଦି ନ ଯାଅ ତାହେଲେ ସେମାନେ ମନ ଦୁଃଖ କରିବେ କୋଉ ଖୁସିରେ ଯିବି ମୋ ଝିଅ ତ ଘର ଯୋଗ୍ୟ ହେଲାନି ଯେ ଏପର୍ଯ୍ୟନ୍ତ ତାର ବିବାହ ହୋଇପାରିଲାନି ଅନ୍ୟର ବିବାହ ଦେଖି ଖୁସି ହେବା ପାଇଁ ଆଉ କଣ ଆଗ୍ରହ ଅଛି ଇନ୍ଦୁ ମୁଁ ତୁମକୁ କଥା ଦଉଛି ତୁମେ ଗୌରୀ କଥା ଆଦୌ ଚିନ୍ତା କର ମୁଁ ତା ବାହାଘର ବହୁ ଆଡମ୍ବରରେ କରିବି ତମେ ଦେଖିବ ଇନ୍ଦୁ ମୁଁ ଆମ ଗୌରୀ ପାଇଁ ସ୍ୱୟଂବର କରିବି ଶୁଣ ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର ତମ ଦୁହିଁଙ୍କ ଶତ୍ରୁତା ପାଇଁ ଆମ ପିଲାମାନଙ୍କ ଜୀବନ କାହିଁକି ନଷ୍ଟ କରୁଛ କହିଲ ଇନ୍ଦୁ ଗୌରୀ କେଦାରକୁ ହିଁ ଚାହେଁ ସେ ତା ଛଡା ଅନ୍ୟ କାହାକୁ ବିବାହ କରିବନି ଏ କଥା ଗୌରୀ ତୁମକୁ କହିଛି ହଁ ତାହେଲେ ଠିକ ଅଛି ଗୌରୀ ସାରା ଜୀବନ ଅବିବାହିତ ହୋଇ ରହିଯିବ ହେଲେ ସେ ଶ୍ରୀଧର ସିଂହର ପରିବାର ସହିତ ମୁଁ କଦାପି ବନ୍ଧୁ ବାନ୍ଧି ପାରିବି একথা তুমি গৌরীকে জনাই দাও नहीं सुनो কেদারକୁ বিবাহ ମୋ କଥା ଟିକେ ଶୁଣ हे प्रभु लिंगराज एबे तुम्हें ही भरोसा प्रभु Hello. की कामरे जाउछि के जाने अखिया अपिया घुरी बोलुछि मल्लिका 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 अरे तमे एठी सेपटे परा पूजक साताणी साताणी डाक पकईचंती खेचुड़ी भोग रंधा हेले ठाकुरंग पाखरे भोग लागिबो ठाकुर पुणी सेजगु जिबे
ତମେ ଏ ରାତିରେ ବାହାରଟାରେ କରୁଛ କ'ଣ? ସେଇ ଚିନ୍ତାରେ ତ ଅଛି। ଠାକୁର ସେ ଯୋଗୁ ଯିବାକୁ ବାହାରିଲେ, ହେଲେ ଦେଖୁନ ଏ ପିଲାଟାର ଏଯାଏଁ ଦେଖା ନାହିଁ। ତମେ କେଦାର କଥା କହୁଛ ତ? ହଁ, ଆରେ ପୁଅ ପିଲାଟା କୁଆଡେ କ'ଣ ବୁଲିବାକୁ ଯାଇଥିବ, ବଳେ ଫେରି ଆସିବନି। ତା ଛଡା ରଜା ପିଲା ସିଏ ହଜି ଯାଉଛି ନା ତାକୁ କିଏ ନେଇ ଯାଉଛି କହିଲ? ହଁ, ତମେ ଯୋଉ ସବୁ କାଣ୍ଡ କରୁଛ ସେଥିପାଇଁ ପୁଅ ହଜିଯିବ କି ତାକୁ କିଏ ନେଇଯିବ, ଏ କଥା ଅସମ୍ଭବ ନୁହଁ। ଓହୋ ମଲ୍ଲିକା, ସେ ବୃଥା ଚିନ୍ତା ଛାଡ଼। ଆଉ କିଛି ଦିନ ଗଲା ପରେ ରାଜା ଲଲାଟେନ୍ଦୁ କେଶରୀ ତା ମୁଣ୍ଡରେ ପାଟ ପଗଡ଼ି ପିନ୍ଧେଇ ମୋ ଅନ୍ତେ ଏ ଅଞ୍ଚଳର ସାମନ୍ତ ରାଜା ବନେଇବେ। ଓ ଜନ୍ମ କରିଛି ପରା, ସେ ବୀରବର ସିଂହ ପରି ଝିଅ ଜନ୍ମ କରିନି। ଥାଉ, ଏତେ ଗର୍ବ ଠିକ ନୁହେଁ। ମଲ୍ଲିକା, ମୋ କଥା ଟିକେ ଶୁଣ। ମଲ୍ଲିକା, ମଲ୍ଲିକା, ବୁଝିଲ, ମତେ ଏ ପିଲାର ଚାଲିଚଳନ କିଛି ଠିକ ଲାଗୁନି, କି ମତେ ଗତି ମଧ୍ୟ ଠିକ ଲାଗୁନି। ତମେ କହିଲ ସାଙ୍ଗ ନାହିଁ, ସାଥୀ ନାହିଁ, ଦିନ ସାରା ସେ ନଈ କୂଳରେ କରୁଛି କ'ଣ? ମତେ ଲାଗୁଛି ରାଜା ବୀରବର ଝିଅ ଗୌରୀ ତାକୁ କିମିଆ କରୁଛି। ସତରେ ମଲ୍ଲିକା, ତମେ ପାଗଳ ହେଇଗଲ। ରାଜା ବୀରବରଙ୍କ ଝିଅ କ'ଣ କାଉଁରୀ ବିଦ୍ୟା ଜାଣିଛି ଯେ ଆମ କେଦାରକୁ କିମିଆ କରିଦଉଛି? ମୋ କଥାକୁ ଥଟ୍ଟା କରନି କହିଦଉଛି। ଭଲ ପାଇବାରେ ମଣିଷ କିଛି ବି କରିପାରେ। ଆଚ୍ଛା, ତା ମାନେ ତମେ କହୁଛ ଆମ ପୁଅ ସେ ବୀରବର ଝିଅ ପ୍ରେମରେ ପାଗଳ ହେଇ ନଈ କୂଳରେ ଘୁରି ବୁଲୁଛି? ସେ ବୃଥା ଚିନ୍ତା ଛାଡ଼ ମଲ୍ଲିକା, ଯାଅ ଖେଚୁଡ଼ି ଭୋଗ ରନ୍ଧା ହେଲେ ପୂଜକ ପୁଣି ଘରକୁ ଯିବେ। ଯାଅ, ହେଲେ କେଦାର କଥା ତମେ ମୋ ଉପରେ ଛାଡ଼ି ଦିଅ। ଯାଅ। ଯାଅ। ମଲ୍ଲିକା ଠିକ ଅନୁମାନ କରୁଛି, ଯେତେ ହେଲେ ମା ନା। ହେଲେ ଏ ଟୋକାଟା କ'ଣ ସେ ବୀରବର ଝିଅ ପ୍ରେମରେ? ନା ନା, ମତେ ଟିକେ ସଚେତନ ହେଇ ରହିବାକୁ ପଡ଼ିବ। ହଁ, ସଚେତନ ହେଇ ରହିବାକୁ ପଡ଼ିବ। ओहो, अरे देखिलु सेपटे किए गीत गाउछ ना? सेपटे किए गीत गाउछ? କିଏ ତୁ? ମୁଁ ଜଣେ ରଙ୍ଗକର୍ମୀ, ଦେଶ ଦେଶ ବୁଲି ଗୀତ ଗାଏ, ଯାହା ମିଳେ ସେଇଥିରେ ଚଳେ ଆଜ୍ଞା। ହଁ, ତୋ ଘର କୋଉଠି? ମୋ ଘର ଦକ୍ଷିଣରେ। ଆମର ଗୋଟେ ଦଣ୍ଡନାଟ ଦଳ ଅଛି, ଯୋଉଥିରେ ମୁଁ ନାଚେ। ଏଠିକି କାହିଁକି ଆସିଛୁ? ଏଇ ନଈ ଆରପଟକୁ ଯିବି, କାଳେ ମୋ ଗୀତ ଶୁଣି କିଏ ଚାଉଳ କି କଉଡ଼ି ଗଣ୍ଡାଇ ଦେଲେ ମୋ ରୋଜଗାର ହେଇଯିବ ଆଜ୍ଞା। ସାଙ୍ଗରେ ଆଉ କିଛି ଜାଣୁ ତ? ଏ କି କଥା କହୁଛନ୍ତି? ଏଇ ଦେଖୁନାହାନ୍ତି, ଦେଖନ୍ତୁ ଦେଖନ୍ତୁ, ଭିକ୍ଷା ପାଇଁ ଝୁଲିଟେ, ଏଇ ଆପଣ ଦେଖନ୍ତୁ, ଏଇ କେନ୍ଦେରା ଦେଖିଛନ୍ତି ତ? ହଁ, ହଉ ଯା, ହେଲେ ସଞ୍ଜ ଆଗରୁ ଫେରି ଆସିବୁ। ହଉ ଆଜ୍ଞା, ହଉ, ନହେଲେ ନା ମିଳିବନି। ହଁ ଆଜ୍ଞା, ହଁ ହଁ, ଆସୁଛି ଆଜ୍ଞା, ଜୁହାର ଜୁହାର।
চুনি যে বাপ ঘর ଯିବେ ঢেଙ୍କିକି ହୋଇବ ଜର ବ୍ରାହ୍ମଣୀ ବେଙ୍ଗ ଯେ ପତ ଭିଡ଼ୁଥିବ ବ୍ରାହ୍ମଣୀ ବେଙ୍ଗ ଯେ ବତ ଭିଡ଼ୁଥିବ ବାବାରେ ଚାଲୁଣି କି ହର ବର ହଳୁଆ ନଥିବ ହଳ ବୁଲୁଥିବ ଶୂନ୍ୟରେ ହୋଇବ ଚାଷ ପୁଅ ମରିଯିବ ବହୁ ବିଧବାର ହେବ ବାବାରେ ଏ କଥା ବଡ଼ ସନ୍ଦେଶ ফুল ছাঞ্চুনি যে বাপ ঘর ଯିବେ ঢেঙ্কিকি ହୋଇବ ଜର ବ୍ରାହ୍ମଣୀ ବେଙ୍ଗ ଯେ ପତ ଭିଡ଼ୁଥିବ ବ୍ରାହ୍ମଣୀ ବେଙ୍ଗ ଯେ ବତ ଭିଡ଼ୁଥିବ ବାବାରେ ଚାଲୁଣି କି ହର ବର जेमा रुह जेमा कुआड़े जाउछो अरे अरे रुह जेमा 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 कुआड़े जाउछो ललिता चल ना नईरे तो अल्प पानी अछि आर पटको जिबा हे मां मारिबा ना कोन बा नई सेपटे पर सैन्य माने जगिଛନ୍ତି ସେମାନେ ଯଦି ତମକୁ ଦେଖିବେ ତାହେଲେ ଅନର୍ଥ ହେଇଯିବ ଯେ ତାହେଲେ ଏ ନଈ କୂଳରେ ଠିଆ ହବା ଓହୋ ସବୁବେଳେ ତ ଆସିକି ଏଇଠି ଠିଆ ହଉଛ କାହାକୁ ଦେଖୁଛ ନଈ ସେପଟେ କିଏ ଅଛନ୍ତି କିଏ ନ ଅଛନ୍ତି କିଏ କଣ ତମକୁ ଦେଖା ଯାଉଛନ୍ତି ଯଦି କେଦାର ଆସନ୍ତି ତାହେଲେ ନିଶ୍ଚୟ ଦେଖା ହବ ଲଳିତା ସିଏ ବି ମୋ ଭଳି ଦେଖା ହବା ପାଇଁ ବ୍ୟସ୍ତ ହଉଥିବେ ନା ପାଗଳ ହେଇଗଲେଣି ଯେମା ସେ କାହିଁକି ନଈ କୂଳକୁ ଆସିବେ ନିଶ୍ଚୟ ଆସିବେ ନହେଲେ ମୋ ସହ ଦେଖା ହବ କେମିତି ହଉ ହେଲା ସିଏ ଯେତେବେଳେ ଆସିବେ ସେତେବେଳେ ଦେଖା ହେଇଯିବ ତମେ ଏବେ ଆସିଲ ଆସ ଏଇଠି ବସ ଉଫ୍, ମୁଁ ଏଇଠି ବସି ବସି କଣ କରିବି କହିଲୁ କାଇଁ ଗୀତ ଗାଇବା ଖେଳିବା ଆଉ ଇଚ୍ଛା ନାହିଁ ଚାଲ ଆମେ ଘରକୁ ଫେରିଯିବା ହେ ବଡ଼ ଆଚ୍ଛା ଲୋକ ତ ତମେ ମୁଁ ଦେଖୁଛି ଘରେ ରହିଲେ କହୁଛ ଭଲ ଲାଗୁନି ଚାଲ ନଈ କୂଳକୁ ଯିବା ଆଉ ଏ ନଈ କୂଳକୁ ଆସିଲେ ବି କହୁଛ ଭଲ ଲାଗୁନି ଚାଲ ଘରକୁ ଯିବା ହେଇଟି ଯେମା ମୁଁ ତମ ସାଙ୍ଗରେ କେତେ ଦୌଡ଼ିବି କହିଲ ମୁଁ କଣ କରିବି କହ ମତେ ତ କିଛି ବି ଭଲ ଲାଗୁନି ସତ୍ୟରେ ସତ ମନ ଶରୀର ସତ୍ୟ ଦର୍ଶନେ ନଷ୍ଟ ଦଶା ଦୂର ସଭାଦି ଜନ୍ମ ଗରୁଡ଼ ମଣ୍ଡିତ ଅନେକ ମୁଖ ସଭା ବଟେ ଯୁକ୍ତ ସଭାରେ ସଦା ଶ୍ରୀ ଲକ୍ଷ୍ମୀ ରାଜିତ ସଭା ଗଙ୍ଗା ପାପ করে ধৌত সভা মধ্যে বিরাজিত মানব সমস্তে হরিহর প্রায় যে বুঝন্তু বিজ্ঞ পণ্ডিত বুঝন্তু বিজ্ঞ পণ্ডিত সত্যরে সত মন শরীর সত্য দর্শনে নষ্ট দশা দূর সভাদি জন্ম গরুড় মণ্ডিত ଆଜ୍ଞା ଆଜ୍ଞା ମୁଁ ଜଣେ ରଙ୍ଗକର୍ମୀ ଦକ୍ଷିଣରେ ମୋ ଘର ଯଦି ଆଜ୍ଞା ହେବ ତାହେଲେ ଜେମା ଦେଈଙ୍କ ପାଇଁ ଗୋଟେ ଗୀତ ଗାଇବି ତମେ
ହଁ ଆମ ଜେମାଙ୍କର ଜମା ମନ ଭଲ ନାହିଁ। ତମେ ତାଙ୍କୁ ଖୁସି କରେଇ ପାରିବ? ଚେଷ୍ଟା କରିବି ଆଜ୍ଞା, ଚେଷ୍ଟା କରିବି। ଚନ୍ଦ୍ର ବଦନ ତ ଶୁଖି ଯାଇଛି, ଆକାଶରେ ଘଟି ଯାଇଛି ମେଘ। କାଳେ ମୋ ଗୀତ ଶୁଣି ମେଘ ଘୁଞ୍ଚିଗଲା, ସେଇ ହବ ମୋର ପ୍ରାପ୍ୟ। ହଁ ଆଜ୍ଞା, ହଁ ତାହେଲେ ଗାଅ। ହଁ ଆଜ୍ଞା, ତାହେଲେ ଆରମ୍ଭ କରୁଛି। ସତୀ ଅଟଇ ପୁରୁଷର ନାରୀ, ସତୀ ବିହୁନେ ହେଲି ହତ ସିରି। ସଙ୍ଗତେ ନାହିଁ ମୋର ରାମା ବର, ସତୀ ବିହିନେ ଦିଶେ ଅସୁନ୍ଦର। ନୃତ୍ୟ ଗୀତରେ ମୋହର, ସତୀ ପାଉ ନାହିଁ ଯେଣୁ ମୁଣ୍ଡା କହି ଯେ ଆସିବଟେ ଅସି ମୋର, ଆସିବଟେ ଅସି ମୋର। ହେ ରଙ୍ଗକର୍ମୀ, ତମେ କଣ ତମ ପ୍ରେୟସୀଙ୍କୁ ଛାଡ଼ି ଆସିଛ? ହଁ ଜେମା ଦେଇ, ତାରି ପାଇଁ ତ ରଙ୍ଗକର୍ମୀ ହେଲି। ତା ବିରହକୁ ଭୁଲିବା ପାଇଁ ଏଇ ଦେଶ ଦେଶ ବୁଲି ଗୀତ ଗାଇଲି। କାଳେ ମୋ ରଙ୍ଗ ଚନ୍ଦ୍ରବଦନୀ ସହ ଦେଖା ହବ। ତମେ କଣ ତାଙ୍କର ଦେଖା ପାଇନ? ହଁ, ପାଇଛି, କିନ୍ତୁ କେମିତି ପାଇଛି ସେ କଥା କହିବାକୁ ମୋର ଶକ୍ତି ନାହିଁ। ଜେମା 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 ଜେମା, ଆସ ସନ୍ଧ୍ୟା ହେଲାଣି, ଘରକୁ ଚାଲ। ହଁ, ମୁଁ ଆସୁଛି ରଙ୍ଗକର୍ମୀ। ଯଦି ତମ ପ୍ରେୟସୀଙ୍କ ସହ କେବେ ଦେଖା ହୁଏ, ତେବେ ମୋ ତରଫରୁ এই ମାଳାଟି ଦେଇଦବ। ଆରେ ଏମିତି ଅନେଇଛ କଣ? ନିଅ। ହଁ ହଁ ଆଜ୍ଞା। ଚାଲ ଲଳିତା। ଜେମା ଦେଇ, ମୋର ବି ମଧ୍ୟ ତମକୁ କିଛି ଦବାର ଅଛି। ଏହି ଭୁଜପତ୍ରରେ ମନ୍ତ୍ରଟି ଦଉଛି, ୟାକୁ ନିରୋଳାରେ ପଢିବେ। ପ୍ରଭୁ ଲିଙ୍ଗରାଜ ତମର ସମସ୍ତ ମନସ୍କାମନା ପୂର୍ଣ୍ଣ କରିବେ। ହଁ ଆଜ୍ଞା, ଆସୁଛି ଆଜ୍ଞା, ଆସୁଛି ଆସୁଛି। ସତୀ ଅଟଇ ପୁରୁଷର ନାରୀ, ସତୀ ବିହୁନେ ହେଲି ହତ ସିରି। ସଙ୍ଗତେ ନାହିଁ ମୋର ରାମା ବର, ସତୀ ବିହିନେ ଦିଶେ ଅସୁନ୍ଦର। ନୃତ୍ୟ ଗୀତରେ ମୋହର, ସତୀ ପାଉ ନାହିଁ ଯେଣୁ ମୁଣ୍ଡା କହି ଯେ ଆସିବଟେ ଅସି ମୋର, ଆସିବଟେ ଅସି ମୋର। ଆଚ୍ଛା ଲଳିତା, ହଁ, এই রঙ্গকর্মীর মুহটা ভারি পরিচিত ভଳି লাগুଛି। ପରିଚିତ? ହଁ, ବୋଧେ ୟାଙ୍କୁ ଆଗରୁ କୋଉଠି ଦେଖିଛି, ହେଲେ କୋଉଠି ଦେଖିଛି। ଆସ ଜେମା, ବିଳମ୍ବ ହେଉଛି, ଘରକୁ ଯିବା। ଲଳିତା, ସିଏ ମତେ କି ମନ୍ତ୍ର ଦେଇଗଲେ ଯେ? ଜେମା, ପଢିକି ଦେଖ। ହଁ, ଗୌରୀ, ତତେ ଥରେ ଦେଖିବି ବୋଲି ରଙ୍ଗକର୍ମୀ ବେଶରେ ଆସିଥିଲି। ନେତ୍ର ମୋର ପବିତ୍ର ହେଇଗଲା। ଇତି ତୁମ କେଦାର। କେଦାର, କେଦାର, ଲଳିତା, କେଦାର ଆସିଲେ, କେଦାର, ଜେମା ଜେମା ରୁହ ଜେମା, ଜେମା ଚାଲ ନା
व्याघ्रजन्मोत्तरीयन्दवरेण्यमभयप्रदम् कमण्डलवक्षसोत्तानाधारिणं शूलपाणिनम् ज्वलन्तं पिङ्गलजटाशिखामद्योतधारिणम् वृषस्कन्धसमारूढं उमादेहार्थधारिणम् अमृतेनात्मदं शान्तं दिव्यभोगसमन्वितम् বাবা হে অকর্ম কর্মদায়ক প্রভু লিঙ্গরাজ মহাপ্রভু রক্ষা কর রক্ষা কর রক্ষা কর রক্ষা কর। আরে হে নৌকা, আরে ভিতরটা শোধ কর, শোধ পরে পুরো সকালে ধূপ হব, সবু তো জোগাড় করিব। ও বুঝিল। ଜୁହାର ଗୋସାଇ। জিয়ারে জিয়ারে কিলো মালুনি। আ তোর কোন আজ এতে ডেরি ম? ଆଉ କଣ କରିବି ଗୋସାଇ? হ্যাঁ ଆଉ କଣ ଆଗ ବେଳ କାଳ ଅଛି? ଆଉ ଆଗରୁ କେତେ ଲୋକ ଯିବା ଆସିବା କରୁଥିଲେ, ହଁ ହେଲେ ଏବେ ପରା ରାସ୍ତାଘାଟ ସୁନସାନ। ହଁ ଏକୁଟିଆଟା ଆସିଲା ବେଳକୁ ଟିକେ ଡେରି ହେଇଗଲା। হ্যাঁ ইয়ে সে কথা ছাড়ে, তুই আগে মতো ফুল দে, সকালে ধূপ পরে পুଣି ফুল লাগি হব, সাড়ে পুଣି অনেক কাম। দে দে দে। আরে নৌকা ଗୋସାଇ ଗୋସାଇ ଶୁଣିଲେ ଶୁଣିଲେ, ହେ ସେଠି କେଦାର ସାଙ୍ଗରେ କୋଉଠି ଦେଖାହବ? କେଦାର କେଦାର ଇଏ ଆମ ଶ୍ରୀଧର ସିଂହଙ୍କ ପୁଅ ତ? ଆଜ୍ଞା। ଆରେ ଆଗରୁ ତ ସେ ପାଠଶାଳାକୁ ଯାଉଥିଲା, କିନ୍ତୁ ଏବେ ଯୋଉ ତା ବିବାହର ସମ୍ପର୍କ ଭାଙ୍ଗିଗଲା, ସେ ଆଉ ପାଠଶାଳାକୁ ଯାଉ, କୋଉଠି ବାଇଆ ବାତୁଳା ହେଇ ବୁଲୁଛି। ଆଚ୍ଛା ତାର ତୋ ପାଖରେ କି କାମ? ତୁ କଣ ତାକୁ ଚିହ୍ନିଛୁ ନା ଜାଣିଛୁ? ମଲା, ହଁ। ମୁଁ ବା ତାଙ୍କ ନିରିବନ୍ଧ ଦିନ ଆଇଥିଲି। ଭୋଜି ଖାଇବାକୁ? ଆଜ୍ଞା। ଆଉ ଜାଣିପାରିବିନି? ଆରେ ହେ ତୁ ଗୋଟେ କାମ କର, କେଦାର ବେଳେ ବେଳେ ଆମର ଏଇ ଲିଙ୍ଗରାଜ ମନ୍ଦିର ଆଖପାଖରେ ବୁଲାବୁଲି କରେ, ତୁ ଗୋଟେ କାମ କର, ଆଖପାଖ ଦେଖ, ଯଦି ତୋର ଭେଟ ମିଳିଯିବ ନା କଣ କହୁଛୁ, ମୁଁ ସାଡେ ଯାଏ, ସେପଟେ ପୁଣି ଅନେକ କାମ, ସକାଳ ଧୂପ ହବ ସେପଟେ। ଆରେ ନୌକା, ଆରେ ସକାଳ ଧୂପ ହବ, ଭିତରେ ଶୋଧ କଲ ନା ନାଇଁ?